ପଦସାଇ ଠାରୁ ପୁକଲିଙ୍ଗିଆ ରାସ୍ତା ମଝିରେ ପଡ଼ିଲା ବିରାଟ ପଣସ ଗଛ। ଶୂନ୍ୟରେ ପଣସ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ। ଉଦୟଗିରି ସ୍ଥାନୀୟ ପରିଷଦର 1 ନମ୍ବର ୱାର୍ଡ ସ୍ଥିତ ପଦାସାଇ ନିକଟ ପୁକଲିଙ୍ଗିଆ ଯିବା ରାସ୍ତାରେ ବିରାଟ ପଣସ ଗଛ ଶୂନ୍ୟରେ ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ମୂଳରୁ ଉପୁଡ଼ି ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବା ବେଳେ ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେପଟେ ଗୋଟିଏ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବା ଫଳରେ ବିଦ୍ୟୁତ ବିତରଣ ମଧ୍ୟ ବନ୍ଦ ହେବା ସହିତ ରାସ୍ତା ଅବରୋଧ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ସଞ୍ଜୀବ ବିଷୋୟୀ, ଦିବ୍ୟରଞ୍ଜନ ରାଉତ, ସନ୍ତୋଷ କୁମାର ସେଠୀ, ସଞ୍ଜୟ ଦାସ ଘଟଣାସ୍ଥଳକୁ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହୋଇଥିବା ହଟାଇଥିବା ଦେଖିବାକୁ ମିଳିଛି। ସେପଟେ ବିଦ୍ୟୁତ କର୍ମଚାରୀ ନାରାୟଣ ପ୍ରଧାନ, ସ୍ୱରୂପ କହଁର ମଧ୍ୟ ଘଟଣାସ୍ଥଳକୁ ପହଞ୍ଚି ବିଦ୍ୟୁତ ତାର ମରାମତି କରି ଉପଭୋକ୍ତାମାନଙ୍କୁ ବିଦ୍ୟୁତ ପ୍ରଦାନ ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି। ତେବେ ଦୀର୍ଘ ସମୟ କ୍ଳାନ୍ତ ପରିଶ୍ରମ ପରେ ରାସ୍ତା ଓ ବିଦ୍ୟୁତ ସ୍ୱାଭାବିକ ହୋଇଥିବା ସୂଚନା ରହିଛି।